ନମସ୍କାର ଦର୍ଶକ ବନ୍ଧୁ। ଆଜିର ଭିଡିଓରେ ଆପଣମାନଙ୍କୁ ପୁଣି ଥରେ ଆମ ଚ୍ୟାନେଲ ମାଧ୍ୟମରେ ସ୍ୱାଗତ ଜଣାଉଛୁ। ଆପଣଙ୍କ ବିବାହରେ ବିଳମ୍ବ ହେଉଛି କି? ଆପଣମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ସନ୍ତାନର ବିବାହରେ ବାଧା ଉତ୍ପନ୍ନ ହେଉଛି କି? ବିବାହ ହେଇପାରୁନାହିଁ? ସେଥିପାଇଁ ଚିନ୍ତା କରନ୍ତୁ ନାହିଁ। ଶୀଘ୍ର କରନ୍ତୁ ଏହି ଉପାୟ। ଦେଖିବେ ଆପଣଙ୍କର ସବୁ ସଙ୍କଟ ଦୂର ହୋଇଯିବ। ସବୁ ବ୍ୟକ୍ତିଙ୍କର ଇଚ୍ଛା ଥାଏ କି ତାଙ୍କୁ ଗୋଟେ ଭଲ ଜୀବନସାଥୀଟିଏ ମିଳୁ। ଯେବେ ଝିଅର ବୟସ ଆସିଥାଏ, ପିତାମାତା ନିଜର କନ୍ୟା ପାଇଁ ଉତ୍ତମ ଜୀବନସାଥୀଟିଏ ଖୋଜିଥାନ୍ତି। କିନ୍ତୁ ନିଜ କନ୍ୟା ପାଇଁ କିଛି ପିତାମାତା ବହୁତ ଚେଷ୍ଟା କରି ମଧ୍ୟ ନିଜ କନ୍ୟା ପାଇଁ ଜୀବନସାଥୀଟିଏ ପାଇପାରିନଥାନ୍ତି। କାରଣ ହେଉଛି ବାସ୍ତୁ ଦୋଷ। ସେଥିପାଇଁ ଆପଣ ପ୍ରଥମେ ଆପଣଙ୍କ ଘରର ବାସ୍ତୁ ଦୋଷକୁ ଠିକ୍ ରଖନ୍ତୁ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଘରର କେଉଁ ବାସ୍ତୁ ଠିକ୍ ନଥିଲେ ଆପଣଙ୍କ ଘରେ ବିବାହର ଦୋଷ ଲେଖା ହୋଇଥାଏ। ତେବେ ଭିଡିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ଆମର ଆପଣମାନଙ୍କୁ ଏତିକି ଅନୁରୋଧ, ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସିବ ତେବେ ଭିଡିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଏବେ ଆସନ୍ତୁ ଜାଣିବା କ'ଣ ଆପଣଙ୍କର ବାସ୍ତୁ ଦୋଷ ରହିଛି। କନ୍ୟାର ଶୋଇବା ଘର ଦକ୍ଷିଣ ଦିଗରେ ହୋଇଥିବା ଉଚିତ। ଲକ୍ଷ୍ୟ ଦେବେ ଝିଅଟି ଶୋଇଥିବା ବେଳେ ଯେପରି ଝିଅର ଗୋଡ଼ ଘରର ମୁଖ୍ୟ ଦ୍ୱାର ଆଡ଼କୁ ନ ରୁହେ। ଶୋଇବା ସମୟରେ କନ୍ୟାର ମୁଣ୍ଡ ପାଖରେ ଏକ କ୍ରିଷ୍ଟାଲର ବରଟିଏ ଅବଶ୍ୟ ରଖନ୍ତୁ। ଏହି କ୍ରିଷ୍ଟାଲର ବର ରଖିବା ଦ୍ୱାରା ଆପଣଙ୍କ ଝିଅକୁ ବରପକ୍ଷ ଦେଖିବା କ୍ଷଣି ଆପଣଙ୍କ କନ୍ୟାକୁ ପସନ୍ଦ କରିନେବେ ଏବଂ କନ୍ୟାର ପିତାମାତା ଶୁକ୍ଳପକ୍ଷ ସୋମବାରରେ ପ୍ରଭୁ ନାରାୟଣଙ୍କୁ ପୂଜା କରନ୍ତୁ। ଖାଲି ପୂଜା କଲେ ତ ହେଇଯିବନି, ପୂଜା ସହ ପ୍ରଭୁ ନାରାୟଣଙ୍କୁ ହଳଦିଆ ରେଶମର ଚାଦର ଚଢ଼ାଇ ଦିଅନ୍ତୁ। ଧ୍ୟାନ ଦେବେ ପ୍ରଭୁ ନାରାୟଣଙ୍କୁ ହଳଦିଆ ଚାଦର ଚଢ଼ାଇବା ସମୟରେ ଝିଅର ପିତାମାତା କନ୍ୟାର ବିବାହ ପ୍ରାର୍ଥନା କରିବା ଉଚିତ। ଏହି ପୂଜା ଆପଣ 4ଟି ସୋମବାର କରନ୍ତୁ। ଦେଖିବେ ଆପଣଙ୍କ କନ୍ୟାର ବିବାହ ବହୁତ ଶୀଘ୍ର ହୋଇଯିବ। ଯେତେବେଳେ ବରପକ୍ଷ ଲୋକ ଆପଣଙ୍କ କନ୍ୟାକୁ ଦେଖିବାକୁ ଆସୁଛନ୍ତି, ସେହି ସମୟରେ ବରପକ୍ଷ ଲୋକଙ୍କୁ ଉତ୍ତର ଦିଗକୁ ମୁଖ କରି ବସାନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରର ସବୁ ନକାରାତ୍ମକ ଊର୍ଜା ବାହାରକୁ ଚାଲିଯାଇଥାଏ ଏବଂ ବରପକ୍ଷ ଲୋକ ଆପଣଙ୍କ କନ୍ୟାକୁ ଶୀଘ୍ର ପସନ୍ଦ କରି ନେଇଥାନ୍ତି। କନ୍ୟାର ଶୋଇବା ଘରେ ମନେ ରଖନ୍ତୁ କେବେ ବି ସୂର୍ଯ୍ୟାସ୍ତର ଛବି ରଖନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କନ୍ୟାର ବିବାହରେ ବହୁତ ଅସୁବିଧା ବା ବାଧା ସୃଷ୍ଟି ହୋଇଥାଏ ଏବଂ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ଆପଣଙ୍କ ଝିଅ ରହିଥାଏ। ଘରର ଆଗରେ ଭାଙ୍ଗି ଯାଇଥିବା କୌଣସି ବି ଫର୍ଣ୍ଣିଚର ଆଦୌ ପକେଇକି ରଖନ୍ତୁ ନାହିଁ ଏବଂ ଆପଣଙ୍କ ଘର ଆଗରେ କଣ୍ଟା ଜାତୀୟ ଗଛ ଆଦୌ ଲଗାନ୍ତୁ ନାହିଁ। ଏହା ଆପଣଙ୍କ ଘରେ ଅଶାନ୍ତି ଦେଖାଦେବା ସହ ଆପଣଙ୍କ କନ୍ୟାର ବାହାଘର ପାଇଁ ବହୁତ ଅସୁବିଧା ହୋଇଥାଏ। ଏହା ଦ୍ୱାରା କନ୍ୟା କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇଥାଏ। ହିନ୍ଦୁ ଧର୍ମରେ ପ୍ରତ୍ୟେକ ବ୍ୟକ୍ତିଙ୍କର ବିବାହ ପରେ ଗଙ୍ଗା ସ୍ନାନ କରିବାର ପରମ୍ପରା ରହିଛି। ଆଉ ଏହି ପରମ୍ପରାର ଅର୍ଥ ହେଉଛି ପରିବାରର ଗୋଟେ ଦାୟିତ୍ୱ ସମ୍ପନ୍ନ ହେଲା। ବିବାହିତା ବ୍ୟକ୍ତିଙ୍କ ବିବାହରେ ଆସୁଥିବା ବାଧାକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରର କିଛି ଖାସ୍ ଉପାୟ ଆଜିର ଭିଡିଓ ମାଧ୍ୟମରେ ଆମେ ଆପଣଙ୍କୁ ଜଣାଇବୁ। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଯଦି ଆପଣଙ୍କ ପରିବାର ପାଇଁ ଗୋଟେ ସୁନ୍ଦର ଓ ଦାୟିତ୍ୱବାନ ପତ୍ନୀଟିଏ ପାଇବାକୁ ଚାହୁଁଛନ୍ତି, ସେଥିପାଇଁ ଆପଣ ଏହି ଉପାୟଟିକୁ ନିହାତି କରନ୍ତୁ। ଆଉ ସେହି ଉପାୟଟି ହେଉଛି ଗୁରୁବାର, ଶୁକ୍ରବାର, ରବିବାର ଦିନ ମା ଦୁର୍ଗାଙ୍କ ସାମ୍ନାରେ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ
ଏବଂ କୌଣସି ଏକ ଛୋଟ ଝିଅକୁ ଆପଣଙ୍କ ଘରକୁ ନିମନ୍ତ୍ରଣ କରି ଡାକି ଆଣନ୍ତୁ ଏବଂ ସେହି ଝିଅକୁ ଆପଣ ଭୋଜନ କରାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଯଦି ଆପଣ ଏକ ସୁନ୍ଦର ଓ ପତିବ୍ରତା ପତ୍ନୀଟିଏ ପାଇବାକୁ ଚାହୁଁଛନ୍ତି, ତେବେ ଆପଣ କୌଣସି ଏକ ସିଦ୍ଧି ପୀଠକୁ ଯାଇ ପୂଜାର୍ଚ୍ଚନା କରନ୍ତୁ। ଏହା ସହ ଆପଣ ଅସହାୟ କନ୍ୟାକୁ ସାହାଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର ଅଭିଳାଷ ଖୁବ୍ ଶୀଘ୍ର ପୂରଣ ହେବ। ଶୁକ୍ରବାର ଦିନ ଆପଣ ଦେବୀ ମାଙ୍କ ମନ୍ଦିରକୁ ଯାଇ ଧଳା ରଙ୍ଗର ଫୁଲ, ମିଠା, ଧୂପ, ଦୀପ ଏବଂ ଚୁନରି ବା ଓଢ଼ଣୀ ମାଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ବିବାହରେ ଆସୁଥିବା ଯେତେ ସବୁ ବାଧାବିଘ୍ନ ତୁରନ୍ତ ଦୂର ହୋଇଯିବ। ଆଉ ଯେଉଁମାନେ ଅବିବାହିତା ଅଛନ୍ତି, ସେମାନେ ଏହି ଉପାୟଟିକୁ କଲେ ଖୁବ୍ ଶୀଘ୍ର ସେମାନଙ୍କର ବିବାହ ସମ୍ପୂର୍ଣ୍ଣ ହେବାର ସଂକେତ ମିଳିବ। ଯଦି କୌଣସି କନ୍ୟାଙ୍କର ବିବାହରେ ବାଧା ଉତ୍ପନ୍ନ ହେଉଛି, ତାହେଲେ ଗୁରୁବାର ଦିନ ବ୍ରତ କରନ୍ତୁ ଏବଂ ସେହି ଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ଅଶ୍ୱତ୍ଥ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ଅଭିଳାଷ ଖୁବ୍ ଶୀଘ୍ର ପୂରଣ ହେବା ସହ ଆପଣଙ୍କୁ ଜଣେ ଉତ୍ତମ ବର ପ୍ରାପ୍ତ ହେବ।